ଲାଇବେରର ମାଛ କାହାକୁ କୁହାଯାଏ ବା ଛୁଆ ଜନ୍ମ ଦେଉଥିବା ରଙ୍ଗୀନ ମାଛ କାହାକୁ କୁହାଯାଏ? ସାଧାରଣତଃ ଦୁନିଆରେ ଅଧିକାଂଶ ମାଛ ଶରୀରର ବାହାରେ ଅଣ୍ଡା ଦିଅନ୍ତି ଏବଂ ବାହାରେ ଅଣ୍ଡାରୁ ଛୁଆ ଜନ୍ମ ହୋଇଥାନ୍ତି। କିନ୍ତୁ ଏହି ଲାଇବେରର ମାଛ ଯେଉଁ ବିଷୟ ଉପରେ ଆଜି ଆମେ ଆଲୋଚନା କରିବା, ଲାଇବେରର ମାଛ ସେମାନେ ସିଧାସଳଖ ଛୁଆ ଜନ୍ମ ଦେଇଥାନ୍ତି ଏବଂ ସେହି ଛୁଆ ଗୁଡ଼ିକ ଜଲ୍ଦି ବଢ଼ନ୍ତି। ତେଣୁ ଆମେ ଲାଇବେରର ରଙ୍ଗୀନ ମାଛ ଚାଷ ଉପରେ ଆଲୋଚନା କରିବା। କାହିଁକି ଲାଇବେରର ରଙ୍ଗୀନ ମାଛ ଚାଷ ଉପରେ ଆଜି ଆମେ ଆଲୋଚନା କରିବା ତା ଉପରେ ମଧ୍ୟ ଆମେ ଜାଣି ରଖିବା ଦରକାର। କାରଣ ଲାଇବେରର ରଙ୍ଗୀନ ମାଛ ପ୍ରଜନନ ବହୁତ ସହଜ ଏବଂ ବହୁତ ସରଳ। ରଙ୍ଗୀନ ଲାଇବେରର ମାଛର ଉତ୍ପାଦନ କ୍ଷମତା ବି ଅଧିକ। ଲାଇବେରର ମାଛ ଗୁଡ଼ିକ ଜଲ୍ଦି ବଢ଼ନ୍ତି ଏବଂ ଜଲ୍ଦି ସେମାନେ ମାର୍କେଟିଂ ସାଇଜ୍ ବା ବଜାର ଯୋଗ୍ୟ ଆକାରରେ ପହଞ୍ଚି ପାରିଥାନ୍ତି। ଆଉ ଗୋଟେ ବହୁତ ସୁବିଧା ଜିନିଷ ହେଲା କି ଲାଇବେରର ମାଛ ଚାଷ ପାଇଁ ଅଳ୍ପ ଜାଗା ଆବଶ୍ୟକ ହୋଇଥାଏ, କମ୍ ପୁଞ୍ଜି ଆବଶ୍ୟକ ହୋଇଥାଏ ଏବଂ ଲାଇବେରର ରଙ୍ଗୀନ ମାଛ ଚାଷ ପାଇଁ ଅଳ୍ପ ଜ୍ଞାନ ଧରି ପ୍ରଶିକ୍ଷଣ ନେଇ ଯେକୌଣସି ବ୍ୟକ୍ତି ଲାଇବେରର ମାଛକୁ ଉତ୍ପାଦନ କରିପାରିବେ। ଏହି ଲାଇବେରର ମାଛର ଦଳର ଗ୍ରୁପର ପ୍ରମୁଖ ମାଛ ଗୁଡ଼ିକ ହେଲେ ଗପି, ମଲି, ପ୍ଲାଟି ଏବଂ ସୋଟେଲ୍। ଏହି ଚାରୋଟି ପ୍ରଜାତିର ମାଛକୁ ଆମେ ଲାଇବେରର ମାଛ କହୁଥାଉ। ସର୍ବପ୍ରଥମେ ଆମେ ଗପି ମାଛ ଉପରେ ଟିକେ ଆଲୋଚନା କରିବା। ଗପି ମାଛ ବହୁତ ଛୋଟିଆ ମାଛ। ପୁରୁଷ ଗପି ମାଛଟି ବେଶୀ ଦେଢ଼ ଇଞ୍ଚ ସାଇଜ୍ର ବଢ଼ିଥାଏ। ମାଇ ଫିମେଲ୍ ଗପି ମାଛ 2 ଇଞ୍ଚ 3 ଇଞ୍ଚ ପର୍ଯ୍ୟନ୍ତ ବଢ଼ିଥାଏ ଏବଂ ସହଜରେ ଏମାନେ ପ୍ରଜନନ କରିଥାନ୍ତି। ସରଳରେ ଉପାୟରେ ଆମେ ଚାଷ ପ୍ରଣାଳୀ କରିପାରିବା। ରଙ୍ଗୀନ ଗପି ମାଛ ବିଭିନ୍ନ ପ୍ରକାରର ରଙ୍ଗୀନ ଗପି ଅଛନ୍ତି, ଯଥା ଆଲବିନୋ ଗପି, ଅରେଞ୍ଜ ଲେସ୍ ଗପି, ଲିଓପାର୍ଡ ଗପି, ଭେଲଟେଲ୍ ଗପି, ଫେନଟେଲ୍ ଗପି, କୋବ୍ରା ଗପି, କୋଇ ଗପି। 100ରୁ 200 ପ୍ରକାରର ରଙ୍ଗ ବେରଙ୍ଗର ଆକର୍ଷଣୀୟ ଗପି ମାଛ ଅଛନ୍ତି ଏବଂ ଏମାନଙ୍କର ଏହି ଗପି ମାଛ ଗୁଡ଼ିକ ବିଶ୍ୱବ୍ୟାପୀ ଅତ୍ୟଧିକ ଲୋକପ୍ରିୟ ଏବଂ କମ୍ ସମୟରେ ଏମାନେ ପରିପକ୍ୱ ହୋଇଥାନ୍ତି, ମ୍ୟାଚୁରିଟି ହୋଇଥାନ୍ତି। ସାଧାରଣତଃ 2ରୁ 3 ମାସ ମଧ୍ୟରେ ଗପି ମାଛ ମ୍ୟାଚୁରିଟି ହୋଇଥାଏ, ଯାହାଫଳରେ ଆମେ ବର୍ଷ ତମାମ ଗପି ମାଛରୁ ଛୁଆ ପାଇବାର ଆମେ ସମ୍ଭାବନା ରଖିପାରିବା। ତେଣୁ ଆମ ପାଇଁ ଏହା ଏକ ଉତ୍ତମ ବ୍ୟବସ୍ଥା ଗପି ମାଛ ଚାଷ ମାଧ୍ୟମରେ। ଦ୍ୱିତୀୟ ମାଛଟି ହେଲା ମଲି ମାଛ। ମଲି ମାଛଟିର ଉପର ଡେଣାଟି ପ୍ରଶସ୍ତ ଏବଂ ଲମ୍ବା ହୋଇଥାଏ ଅନ୍ୟାନ୍ୟ ମାଛମାନଙ୍କ ଅପେକ୍ଷା। ତେଣୁ ବେଳେବେଳେ ବିଭିନ୍ନ ପ୍ରକାରର ମଲି ମାଛ ଅଛନ୍ତି ଯେଉଁମାନଙ୍କର ଡେଣାଟା ଅତି ଓସାର, ଅତି ପ୍ରଶସ୍ତ। ସେହି ମଲି ମାଛକୁ ଆମେ କହିଥାଉ ସେଲ୍ଫିନ୍ ମଲି। ବିଭିନ୍ନ ପ୍ରକାର ସେଲ୍ଫିନ୍ ମଲି ଦେଖାଯାଇଥାଏ। ଅରେଞ୍ଜ ସେଲ୍ଫିନ୍ ମଲି, ସିଲଭର ସେଲ୍ଫିନ୍ ମଲି। ମଲି ମାଛ, ପୁରୁଷ ମଲି ମାଛ 3 ଇଞ୍ଚ 3.5 ଇଞ୍ଚ ପର୍ଯ୍ୟନ୍ତ ଦେଖାଯାଏ ଏବଂ ମାଇ ମଲି ମାଛ 5 ଇଞ୍ଚ 5.5 ଇଞ୍ଚ ଲମ୍ବର ହୋଇଥାଏ। ବିଭିନ୍ନ ପ୍ରକାରର ମଲି ମାଛ ବଜାରରେ ଚାହିଦା ଥାଏ, ଯଥା ବ୍ଲାକ୍ ମଲି, ସିଲଭର ମଲି, ଡାଲମାଟିଆନ୍ ମଲି, ଅରେଞ୍ଜ ସେଲ୍ଫିନ୍ ମଲି, ଗୋଲ୍ଡେନ୍ ସେଲ୍ଫିନ୍ ମଲି ଇତ୍ୟାଦି ବିଭିନ୍ନ ରଙ୍ଗର ବିଭିନ୍ନ ଆକୃତିର ମଲି ମାଛ ବଜାରରେ ଉପଲବ୍ଧ ହୋଇଥାଏ। ତୃତୀୟ ମାଛଟି ହେଲା ପ୍ଲାଟି। ପ୍ଲାଟି ମାଛର ଲାଞ୍ଜଟି ଗୋଲାକାର। ଅନ୍ୟାନ୍ୟ ମାଛ ତୁଳନାରେ ପ୍ଲାଟି ମାଛକୁ ଯେତେବେଳେ ଆପଣ ଦେଖିବେ ତା ଲାଞ୍ଜ ସ୍ତରରେ ଲାଞ୍ଜଟି ଗୋଲାକାର।
ପ୍ଲାଟି ମାଛ पुरुष प्लाटी माछ 3 इंच देखा जाए और माई प्लाटी माछ प्राय 5 इंच देखा जाए। प्लाटी विभिन्न प्रकार जनाशुना प्लाटी गुड़िक जोटा कि आमर चाषी भाई माने बंधुगण व्यवहार करछन्ती। प्लाटी गुड़िक होला मिकी माउस प्लाटी, भेरिएटस प्लाटी इत्यादि विभिन्न रंगर विभिन्न आकृतिर प्लाटी देखा जाउछि। चतुर्थ लाइब्रेरी माछटी है सोर्ड टेल माछ। सोर्ड टेल माछर लांजटी गोटे तलवार बा खंडा भाया देखा जाए जो से माछटी को पुरुष माछर लांजटी तलवार भाया देखा जाए से से माछर ना है सोर्ड टेल माछ। विभिन्न प्रकार सोर्ड टेल माछ देखा जाए ऑरेंज सोर्ड टेल, रेड सोर्ड टेल विभिन्न कलर विभिन्न रंगर सोर्ड टेल माछ देखा होची। पाइनएप्पल सोर्ड टेल, कोई सोर्ड टेल विभिन्न कलर देखा जाए। तेणु बंधुगण ये 4 गोटी प्रजातिर छुआ देउथुवा माछ बा लाइब्रेरी माछर जेहेतु उत्पादन प्रजनन लालन पालन अति सहज ता विषय आउ टिके अधिक आलोचना करबा। लाइब्रेरी माछ चाष पई आमे कोन कोन दरकार करथाओ। गोटे छोटिया घर स्तर रे घरर पछपटे यूनिट स्थापन करिया गले आमको विभिन्न प्रकार टांकी दरकार होता है यथा छुआ लालन पालनकारी टांकी, आडल्ट माछ बढ़ेवा टांकी, ब्रीडिंग टांकी, क्वारंटाइन टांकी, मार्केटिंग टांकी इत्यादि। ये सब टांकी आमे सीमेंट कुंडरे आमे सीमेंट इटा द्वारा सीमेंट टांकी प्रस्तुत कर परिबा किंबा प्लास्टिक एफआरपी टांकी प्रस्तुत कर परिबा। टांकी व्यतीत अन्यान्य उपकरण आवश्यकता होता है यथा विभिन्न प्रकार रंगीन माछर ब्रूडस्टॉक बा प्रजनक माछ, खाद्य, जाल, हापा, पानी पाइप इत्यादि आवश्यक होता है। सफल लाइब्रेरी माछ चाष पई एक उत्तम ब्रूडस्टॉकर आवश्यकता थाए। तेणु बंधुगण चलतु आमे प्रजनक बा उत्तम ब्रूडस्टॉक माछ विषय जानिबा, तार चयन करिबा। उत्तम ब्रूडस्टॉक माछटी हैला से कौनसी रोग ताको न होइथिबा दरकार, से सुस्थ थिबा दरकार, तार रंग भल रंग होइथिबा दरकार, अत्यधिक ब्राइटनेस थिबा दरकार एवं तार सबुतक डेणा संपूर्ण भावे थिबा दरकार, कौनसी डेणा क्षतग्रस्त होई नथिबा दरकार। तेणु ए सबु लक्ष्य गुड़ा को आमे ध्यान रखी आमे ब्रीडिंग करिवा प्रजनन करिवा पूर्वरु प्रजनक माछ बा ब्रूडस्टॉक माछ को आमे चयन करिवा नितांत आवश्यक। सफल ब्रूडस्टॉक चयन पर आमे उत्तम प्रजनक लाइब्रेरी माछ को आमे ब्रीडिंग टांकी को स्थानांतरण करिवा। ब्रीडिंग टांकी रे गोटे पुरुष माछ एवं 2टी माई माछ बा 3टी माई माछ आमे रखी आमे प्रजनन करि परिबा। प्रजनन समय रे आमे देखिबा कि पानी रो क्वालिटी भल रहिबा आवश्यक। ब्रीडिंग टांकी रे उपयुक्त अनुपातर मेल ब्रूडस्टॉक बा मेल प्रजनक माछ एवं फीमेल ब्रूडस्टॉक बा फीमेल ब्रूडस्टॉक प्रजनक माछ आमे रखी सारला परे 20 दिन मध्यरे अन्यून 20 दिन मध्यरे माँ लाइब्रेरी माछ गर्भधारण करथाए। तेणु गर्भधारण करथिबा माँ माछ को आमे चिन्हट करिवा दरकार। साधारणतः जो लाइब्रेरी माछर पेट तले कला दाग देखा आरंभ करथाए सेतबेले आमे जानिबा जे माँ माछटी गर्भधारण करछि एवं से कला दागटी धीरे धीरे समय जेते बढ़ी बढ़ी जाए उत्तम परिचालना टांकी रे जेतबेले आमे करिथाउ माँ माछर पेट तले कला दागर मात्रा बा साइज धीरे धीरे बढ़ी थाए। कला दागटी जेते अधिक बढ़ी थाए सेते पेटरे थिबा छुआ मानकर शरीर अभिवृद्धि होउछि बोली आमे जानि परिबा। तेणु याकू कह जाए ग्राविड स्पॉट। तेणु सेही गर्भधारण माँ माछटी जार ग्राविड स्पॉट अधिक स्पष्ट भाव में जना पड़छि सेही माछ गुडी को तापर आमे नै गोटे ब्रीडिंग ट्रैप रे आमे ताकू रखिबा। केवल माँ
ଗର୍ଭଧାରଣ ମା ମାଛ ଯେଉଁ ମାଛର ପେଟ ତଳେ ମା ମାଛର ପେଟ ତଳେ କଳା ଦାଗ ସ୍ପଷ୍ଟ ଭାବରେ ଦେଖାହେଉଛି, ସେଇ ମାଇ ମାଛକୁ ଆମେ ନେଇ ବ୍ରିଡ଼ିଂ ଟ୍ରାପ୍ ରଖିବା, ଯାହାଫଳରେ ଆମେ କେବଳ ମାର ଶରୀରରୁ ଡାଇରେକ୍ଟ ଯେଉଁ ସିଧାସଳଖ ଛୁଆ ଜନ୍ମ ହେବ, ସେ ଛୁଆ ଗୁଡ଼ିକୁ ବ୍ରିଡ଼ିଂ ଟ୍ରାପ୍ରେ ଛୋଟ ଛୋଟ ଛିଦ୍ର ଥାଏ, ସେଇ ଛିଦ୍ର ମାଧ୍ୟମରେ ଛୁଆ ଗୁଡ଼ିକ ବାହାରକୁ ଯାଇଥାନ୍ତି। ବେଳେବେଳେ ଖାଦ୍ୟ ଅଭାବରୁ ବେଳେବେଳେ ମା ମାଛ ଛୁଆମାନଙ୍କୁ ଖାଇ ଦେଇଥାଏ। ତେଣୁ ଏଇ ସମ୍ଭାବ୍ୟ ଛୁଆମାନଙ୍କୁ ନ ଖାଇବା ପାଇଁ ଆମେ ବ୍ରିଡ଼ିଂ ଟ୍ରାପ୍ରେ ଗର୍ଭବତୀ ଲାଇବ୍ରେରୀର ମା ମାଛକୁ ଆମେ ରଖି ଛୁଆମାନଙ୍କୁ ଆମେ ସଂଗ୍ରହ କରିଥାଉ। ସାଧାରଣତଃ ଗୋଟିଏ ଲାଇବ୍ରେରୀର ମା ମାଛ 20ରୁ 200ଟା ଛୁଆ ଜନ୍ମ ଦେଇଥାନ୍ତି। ଛୁଆ ସଂଗ୍ରହ ପରେ ଲାଇବ୍ରେରୀର ମାଛର ଛୁଆଙ୍କୁ ଆମେ ଛୁଆ ଲାଳନ ପାଳନକାରୀ ଟାଙ୍କିରେ ସ୍ଥାନାନ୍ତରଣ କରିଥାଉ। ସେଠାରେ ପ୍ରତି ବର୍ଗ ମିଟରରେ 500ରୁ 500 ସଂଖ୍ୟକ ଛୁଆ ଲାଇବ୍ରେରୀର ମାଛ ଆମେ ଛାଡ଼ିଥାଉ ଏବଂ ପାଣିର ଗୁଣାବଳୀକୁ ଉତ୍ତମ ମାତ୍ରାରେ ରଖିଥାଉ। ଛୁଆ ମାଛମାନଙ୍କୁ ଦୈନିକ ସ୍ତରରେ ଜୀବନ୍ତ ଖାଦ୍ୟ ଏବଂ କୃତ୍ରିମ ଖାଦ୍ୟ ଦିଆଯାଏ। ପ୍ରାଥମିକ ସ୍ତରରେ ଛୁଆକୁ ଆମେ ଜୀବନ୍ତ ଖାଦ୍ୟ ଯଥା ଇନଫ୍ୟୁଜୁରିଆ ଏବଂ ଅନ୍ୟାନ୍ୟ ପ୍ଲାଙ୍କଟନ୍ ଯଥା ଶିଉଳି ବା ଶୈବାଳ ଏବଂ ଜୁ ପ୍ଲାଙ୍କଟନ୍ ଯଥା ମଇନା, ଡାଫନିଆ, ପୋପେବର୍ଡ଼ ଇତ୍ୟାଦି ଦିଆଯାଇଥାଏ। ପ୍ରଥମ 15ରୁ 20 ଦିନ ଭିତରେ ଛୁଆ ମାଛମାନଙ୍କର ରଙ୍ଗ ଦେଖାଯାଇନଥାଏ। 20 ଦିନ ପରେ ଛୁଆ ମାଛମାନଙ୍କର ରଙ୍ଗ କିଛି ଛୁଆମାନଙ୍କର ରଙ୍ଗ ଦେଖାଯାଏ ଏବଂ ଯେଉଁ ଛୁଆ ଗୁଡ଼ିକର ରଙ୍ଗ ପ୍ରଥମେ ଦେଖାଯାଏ ସେଗୁଡ଼ିକ ହେଲେ ପୁରୁଷ ରଙ୍ଗୀନ ମାଛ। ତେଣୁ ସେ ପୁରୁଷ ରଙ୍ଗୀନ ମାଛ ଗୁଡ଼ିକୁ ଆମେ ପରବର୍ତ୍ତୀ ପର୍ଯ୍ୟାୟରେ ପୁରୁଷ ରଙ୍ଗୀନ ମାଛ ଗୁଡ଼ିକୁ ଅଲଗା ଟାଙ୍କିକୁ ଆମେ ସ୍ଥାନାନ୍ତରଣ କରିଥାଉ ଏବଂ ସେଇଠି ପୁରୁଷ ରଙ୍ଗୀନ ମାଛମାନଙ୍କୁ ଆମେ ବଢ଼େଇଥାଉ ଉତ୍ତମ ଖାଦ୍ୟ ପରିଚାଳନା ଏବଂ ଉତ୍ତମ ଜଳ ପରିଚାଳନା ମାଧ୍ୟମରେ। ଅନୁରୂପ ଭାବେ ଆଉ ଯେଉଁ ଛୁଆ ଗୁଡ଼ିକ ରହିଗଲେ ସେଗୁଡ଼ିକ ମାଇ ରଙ୍ଗୀନ ମାଛ ହୋଇଥାନ୍ତି, ସେମାନଙ୍କୁ ମଧ୍ୟ ଉତ୍ତମ ପରିଚାଳନା ଖାଦ୍ୟ ପରିଚାଳନା ଏବଂ ଜଳ ପରିଚାଳନା ମାଧ୍ୟମରେ ତାଙ୍କୁ ବଢ଼ାଇ ଦିଆଯାଇଥାଏ। ଯେତେବେଳେ ଆମେ 20 ଦିନ ପରେ ଛୁଆମାନଙ୍କୁ ଅନ୍ୟ ଟାଙ୍କିରେ ସ୍ଥାନାନ୍ତର କରିଥାଉ, ସେହି ସମୟରେ ପ୍ରତି ବର୍ଗ ମିଟରରେ ଆମେ 200ରୁ 300ଟି ଛୁଆ ଷ୍ଟକିଂ କରିଥାଉ ଏବଂ ସେହି ସମୟରେ ଖାଦ୍ୟ ବି ଦିଆଯାଇଥାଏ, କୃତ୍ରିମ ଖାଦ୍ୟ ଏବଂ ପ୍ରାକୃତିକ ଖାଦ୍ୟ ବି ଦିଆଯାଏ। 2 ମାସରୁ 3 ମାସ ମଧ୍ୟରେ ମେଲ୍ ବୁଡ଼ଷ୍ଟକ୍ ଏବଂ ଫିମେଲ୍ ବୁଡ଼ଷ୍ଟକ୍ ସୃଷ୍ଟି ହୋଇଥାଏ ଏବଂ ତାପରେ ସେଇ ମେଲ୍ ବୁଡ଼ଷ୍ଟକ୍ ବା ଫିମେଲ୍ ବୁଡ଼ଷ୍ଟକ୍ ମାଛଙ୍କୁ ଆମେ ନେଇ ବ୍ରିଡ଼ିଂ ଟାଙ୍କିରେ ସ୍ଥାନାନ୍ତରଣ କରିଥାଉ ଏବଂ ପ୍ରଜନନ କାର୍ଯ୍ୟକ୍ରମ ମୁଁ ଯେମିତି ଆଉ ଟିକେ ପୂର୍ବରୁ କହିଲି ସେଭଳିଆ ପ୍ରଜନନ କାର୍ଯ୍ୟକ୍ରମ ମେଲ୍ ଆଣ୍ଡ ଫିମେଲ୍ ଅନୁପାତରେ ରଖି ଆମେ କରିଥାଉ। ଛୁଆକୁ ସଂଗ୍ରହ କରିସାରିଲା ପରେ ତାକୁ ଆମେ ଏଇଭଳି ଭାବେ ଛୁଆ ଲାଳନ ପାଳନ ଟାଙ୍କିରେ ଆମେ ଛୁଆକୁ ବଢ଼େଇଥାଉ ଏବଂ 2-3 ମାସ ମଧ୍ୟରେ ମାର୍କେଟେବୁଲ୍ ସାଇଜ୍ ବା ବଜାର ବିକ୍ରି ଯୋଗ୍ୟ ଆକାରରେ ରଙ୍ଗୀନ ଲାଇବ୍ରେରୀର ମାଛ ଗୁଡ଼ିକ ପହଞ୍ଚି ଯାଇଥାନ୍ତି। ସେହି ବିକ୍ରୟଯୋଗ୍ୟ ମାଛ ଗୁଡ଼ିକୁ ଆମେ ଯେଉଁ ଆମର ୟୁନିଟ୍ରେ ମାର୍କେଟିଂ ଟାଙ୍କି ଅଛି ସେଇଥିରେ ଆମେ ବିକ୍ରୟଯୋଗ୍ୟ ମାଛ ଗୁଡ଼ିକ ଆମେ ସ୍ଥାନାନ୍ତରଣ କରିବା ଏବଂ ଆମର କ୍ରେତା ବନ୍ଧୁମାନଙ୍କୁ ଆମେ ସୂଚନା ଦେବା କି ଆମ ପାଖରେ ବିକ୍ରୟଯୋଗ୍ୟ ମାଛ ଉପଲବ୍ଧ ଅଛି। ଆମର ସମ୍ଭାବ୍ୟ କ୍ରେତା ଗୁଡ଼ିକ ହେଲେ ସ୍ଥାନୀୟ ଏକ୍ୱାରିୟମ୍ ଦୋକାନୀମାନେ, ହୋଟେଲମାନେ, ଅଫିସ୍ ମାନେ, ରେଷ୍ଟୁରାଣ୍ଟ ମାନେ ଏବଂ ଆମର ପ୍ରଗତିଶୀଳ ଚାଷୀ ବନ୍ଧୁ ଅନଲାଇନ୍ ମାଧ୍ୟମରେ ମଧ୍ୟ ମାଛକୁ ବିକ୍ରୟ କରିପାରିବେ। ଲାଇବ୍ରେରୀର ସିଧାସଳଖ ଜନ୍ମ ଦେଉଥିବା ରଙ୍ଗୀନ ମାଛମାନଙ୍କର ଚାଷ ସମୟରେ ବେଳେବେଳେ ଆମେ ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ହୋଇଥାଉ। ବିଭିନ୍ନ ପ୍ରକାର ରୋଗ ଯଥା ହ୍ୱାଇଟ୍ ସ୍ପଟ୍, ଫିନ୍ ରଟ୍ ଇତ୍ୟାଦି ଆମେ ଦେଖିଥାଉ ଏବଂ ବେଳେବେଳେ ପାଣିର ପରିଚାଳନାରେ ବା ପାଣିର କୌଣସି ଗୁଣାବଳୀରେ ପରିବର୍ତ୍ତନ ଆସିଲେ ମାଛ ଏକକାଳୀନ ବହୁ ସଂଖ୍ୟାରେ ମରଣର ସମ୍ମୁଖୀନ ହୋଇଥାନ୍ତି। ତେଣୁ ସେଇଭଳିଆ ପରିସ୍ଥିତିରେ ଆମକୁ ପାଣିର ଗୁଣାବଳୀକୁ ଭଲ ଭାବରେ ପରିଚାଳନା କରିବା ଦରକାର। ରୋଗ 2 ପ୍ରକାରର, ସଂକ୍ରାମକ ରୋଗ ଏବଂ
ଅସଂକ୍ରାମକ ରୋଗ ପାଣିର ଗୁଣାବଳୀରେ ବିଘଟନରେ ହେଉ କିମ୍ବା ଉତ୍ତମ ଖାଦ୍ୟ ଅଭାବ ସକାଶେ ହେଇଥାଇପାରେ। ତେଣୁ ଆମେ ସବୁବେଳେ ସଦା ତତ୍ପର ରହିବା ଦରକାର। ଆମର ଦୈନିକ ସ୍ତରରେ ଏକ ଉତ୍ତମ ସନ୍ତୁଳିତ ସୁଷମ ଆହାର ଆମେ ଦେବା ଏବଂ ପ୍ରାକୃତିକ ଖାଦ୍ୟ ଦେବା। ଆପଣଙ୍କ ଘର ପାଖରେ ଯଦି ପୋଖରୀଟିଏ ଅଛି, ପୋଖରୀରେ ଆପଣଙ୍କ ପ୍ଲାଙ୍କଟନ୍ ନେଟ୍ ମାଧ୍ୟମରେ ଆପଣଙ୍କର ଜୀବନ୍ତ ଖାଦ୍ୟ ଆପଣ ସଂଗ୍ରହ କରନ୍ତୁ ଏବଂ ଦୈନିକ ସ୍ତରରେ ଆପଣ ପ୍ଲାଙ୍କଟନ୍ ଦିଅନ୍ତୁ ଏବଂ ଆପଣଙ୍କର ରଙ୍ଗୀନ ମାଛ ଭଲ ବଢ଼ିବେ। ଯଦି ଆପଣ ୟା ବ୍ୟତୀତ ଆପଣ ଯେଉଁ ବିଭିନ୍ନ ପ୍ରକାର ଟାଙ୍କି ଯେଉଁ ଆମେ ୟୁନିଟ୍ରେ ଆମେ ସ୍ଥାପନ କରୁଛେ, ସେଇ ଟାଙ୍କି 2 ଧାଡ଼ିରେ ଆମର ଟାଙ୍କି ସବୁ ରହିବ ଏବଂ ସେଣ୍ଟ୍ରାଲ ଲାଇନ୍ରେ ଆମେ ଯେଉଁ ଡ୍ରେନେଜ୍ ଲାଇନ୍ ରଖିଥିବା ପାଣିର ନିଷ୍କାସନ ପାଇଁ ଯେଉଁ ଆମେ ନାଳଟି କରିଥିବା, ସେ ନାଳରେ ଆମେ ଟ୍ୟୁବିଫେକ୍ସ ଏକ ଜୀବନ୍ତ ଖାଦ୍ୟ ଯେଉଁଟାକୁ ଆପଣମାନେ ଟ୍ୟୁବିଫେକ୍ସ ଆପଣ ନିଜ ୟୁନିଟ୍ରେ ଆପଣ ଉତ୍ପାଦନ କରିପାରିବେ ଏବଂ ଟ୍ୟୁବିଫେକ୍ସ ଦୈନିକ ସ୍ତରରେ ଯଦି ଆମେ ଆମର ମାଛମାନଙ୍କୁ ଆମେ ଦେଇପାରିବ ଖାଦ୍ୟ ଆକାରରେ, ତେବେ ଆମର ୟୁନିଟ୍ର ସବୁ ଲାଇବ୍ରେରୀର ରଙ୍ଗୀନ ମାଛମାନେ ଭଲ ଭାବରେ ବଢ଼ିବେ, ତାଙ୍କର ଲାଳନ ପାଳନ ଉତ୍ତମ ହେବ, ପ୍ରଜନନ ଭଲ ହେବ ଏବଂ ତାଙ୍କର ରଙ୍ଗର ମାତ୍ରା ବି ଅଧିକ ବଢ଼ିବ। ତେଣୁ ବନ୍ଧୁଗଣ, ଦର୍ଶକ ବନ୍ଧୁ, ଏଇ ଆଶା ରଖି ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ସୂଚାଇ ଦେବାକୁ ଚାହୁଁଛି କି ଲାଇବ୍ରେରୀର ମାଛର ସହଜ ପ୍ରଜନନ କ୍ଷମତା ଏବଂ ଉତ୍ପାଦନ କ୍ଷମତାକୁ ଆଖି ଆଗରେ ରଖି ଆମେ ଆମ ଘରୋଇ ସ୍ତରରେ ଯଦି ଭଲ ଏଭଳିଆ ପରିଚାଳନାଗତ ଦାୟିତ୍ୱ ଆମେ ଯଦି ନେବା, ସୁନିଶ୍ଚିତ ଭାବେ ଆମେ ଆମର ବର୍ତ୍ତମାନର ଆୟକୁ ଆମେ ଦ୍ୱିଗୁଣିତ କରିପାରିବା ଏବଂ ଆମର ଆର୍ଥିକ ସ୍ୱାଧୀନତା, ଆମର ସାମାଜିକ ସମାନତା, ମୂଳତଃ ଭାବେ ଆମର ଗ୍ରାମୀଣ ମହିଳାମାନଙ୍କର ସ୍ୱାଭିମାନ ଆମେ ବଢ଼ାଇ ପାରିବା। ତେଣୁ ଆସନ୍ତୁ ଆମେ ସମସ୍ତେ ଯୋଡ଼ି ହୋଇ ରଙ୍ଗୀନ ମାଛ ଲାଇବ୍ରେରୀର ରଙ୍ଗୀନ ମାଛ ପ୍ରଦର୍ଶନ କରି ଆମେ ଆମର ସମାଜକୁ ସୁଦୃଢ଼ କରିବା।